ନମସ୍କାର ସାଙ୍ଗମାନେ, ଆସନ୍ତୁ ଆଜି ଜାଣିବା ଘରେ ସୁଖ ଶାନ୍ତି ବଜାୟ ରଖିବାର କିଛି ପ୍ରତିକାର। ନମ୍ବର 1, ଘରେ ସୁଖ ଶାନ୍ତି ବୃଦ୍ଧି ପାଇଁ ଏବଂ ବାସ୍ତୁ ଦୋଷ ଦୂର କରିବା ପାଇଁ ତୁଳସୀ ଗଛ ଲଗାଇବା ଉଚିତ ଏବଂ ପ୍ରତ୍ୟେକ ଦିନ ପାଣି ଦେବା ଉଚିତ। ନମ୍ବର 2, ପ୍ରତ୍ୟେକ ଦିନ ସକାଳୁ ସୂର୍ଯ୍ୟଙ୍କୁ ଜଳଦାନ କଲେ ଏବଂ ଆଦିତ୍ୟ ନମଃ ଏହି ମନ୍ତ୍ର 9 ଥର ଜପ କରିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। ନମ୍ବର 3, ଖାଉଥିବା ସମୟରେ କିମ୍ବା ଅଇଁଠା ହାତରେ କେବେ ବି ଅଗ୍ନିକୁ ସ୍ପର୍ଶ କରିବା ଉଚିତ ନୁହେଁ, ନଚେତ୍ ଏହା ଆପଣଙ୍କ ପାଇଁ ଅଶୁଭ ହୋଇଥାଏ। ନମ୍ବର 4, ଘରର ମୁଖ୍ୟ ଦ୍ୱାର କିମ୍ବା ଗାଧୁଆଘର ସାମ୍ନାରେ ଡାଇନିଂ ରୁମ୍ କରିବା ଉଚିତ ନୁହେଁ, ନଚେତ୍ ଏହା ଆପଣଙ୍କ ପାଇଁ ବହୁତ ଅଶୁଭ ହୋଇଥାଏ। ନମ୍ବର 5, ଜୋତା କିମ୍ବା ଚପଲ ମାଡ଼ି କେବେ ଭୋଜନ କରିବା ଉଚିତ ନୁହେଁ, ଏହାଦ୍ୱାରା ଅଶୁଭ ହୋଇଥାଏ ଏବଂ ଅମଙ୍ଗଳକାରୀ ମଧ୍ୟ ହୋଇଥାଏ। ନମ୍ବର 6, ଯେଉଁ ଖାଦ୍ୟ ତିଆରି ସମୟରେ ଝଗଡ଼ା ହୋଇଥାଏ କିମ୍ବା ଖାଦ୍ୟ ଉପରେ କେହି ଡେଇଁକି ଯାଇଥାଏ, ସେହି ଖାଦ୍ୟ ଖାଇବା ଅନୁଚିତ ହୋଇଥାଏ, ଏହା ରାକ୍ଷସ ଭୋଜନ ସହିତ ସମାନ ହୋଇଥାଏ। ନମ୍ବର 7, ଯଦି ପରିବାରର ସମସ୍ତ ଲୋକ କୁଆଡ଼େ ବାହାରକୁ ଯାଉଛନ୍ତି, ତେବେ ଏକା ସାଥିରେ ବାହାରକୁ ବାହାରନ୍ତୁ ନାହିଁ। ଆଗ ପଛ ହୋଇ ବାହାରକୁ ବାହାରିଲେ ସନ୍ତାନ ବୃଦ୍ଧି ହୋଇଥାଏ। ନମ୍ବର 8, ଶୋଇବା ଘରେ ପୂର୍ବରୁ ରୋଷେଇ ଘରେ ଏବଂ ଗାଧୁଆ ଘରେ ବାଲ୍ଟିରେ ପାଣି ଭର୍ତ୍ତି କରି ରଖିଲେ ପରିବାରର ଉନ୍ନତି ହୋଇଥାଏ ଏବଂ ବାଧାବିଘ୍ନ ଦୂର ହୋଇଥାଏ। ନମ୍ବର 9, ଘରେ ପରିବା କାଟି ସାରିବା ପରେ ତୁରନ୍ତ ପରିବା ଚୋପା ବାହାରେ ପକାଇ ଦିଅନ୍ତୁ, ରଖନ୍ତୁ ନାହିଁ, କାରଣ ଏହାଦ୍ୱାରା ଶୁଭ ସମାଚାର ମିଳିଥାଏ। ନମ୍ବର 10, ଘରେ ମାସକୁ ଥରଟିଏ ମିଶ୍ରିଯୁକ୍ତ କ୍ଷୀରି ତିଆରି କରି ସମସ୍ତେ ଏକା ସାଙ୍ଗରେ ବସିକରି ଖାଇଲେ ଲକ୍ଷ୍ମୀ କୃପା ଲାଭ ହୋଇଥାଏ। ନମ୍ବର 11, ବାସ୍ତୁବିଦ୍ୟା ଅନୁସାରେ ଘରର ମୁଖ୍ୟ ଦ୍ୱାରରେ କେବେ ବି ଅଳିଆ ଗଦା କରନ୍ତୁ ନାହିଁ, ଏହାଦ୍ୱାରା ପଡ଼ୋଶୀ ଲୋକଙ୍କ ସହିତ ଶତ୍ରୁତା ବୃଦ୍ଧି ହୋଇଥାଏ। ନମ୍ବର 12, ନବମୀ ତିଥିରେ ଅଁଳା ଗଛ ପୂଜା କରିବା ଦ୍ୱାରା ଗୃହରେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ନମ୍ବର 13, ଘରେ ଶ୍ରୀମଦ୍ ଭାଗବତ ଗୀତାର 15ତମ ଅଧ୍ୟାୟ ପୁରୁଷୋତ୍ତମ ଯୋଗ ନିତ୍ୟ କରିବା ଦ୍ୱାରା ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ନମ୍ବର 14, ଘରର ଅଗଣାରେ ଅଁଳା ଗଛ, କଦଳୀ ଗଛ, ଅଶୋକ ଗଛ, ବେଲ ଗଛ ଆଦି ଲଗାଇଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ନମ୍ବର 15, ବାଣିଜ୍ୟ ବ୍ୟବସାୟରେ ବୃଦ୍ଧି ଏବଂ ଘରେ ସୁଖ ଶାନ୍ତି ବୃଦ୍ଧି ନିମିତ୍ତ 11ଟି ଅଭିମନ୍ତ୍ରିତ ଗୋମତୀ ଚକ୍ର ଘରେ ରଖିବା ଉଚିତ। ନମ୍ବର 16, ପ୍ରତ୍ୟେକ ଦିନ ସକାଳୁ ଘରର ମୁଖ୍ୟ ଦ୍ୱାରରେ କିଛି କ୍ଷୀର ପାଣିରେ ମିଶାଇ ଛିଞ୍ଚିଲେ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ। ନମ୍ବର 17, ଘରେ ରୋଷେଇ କଲାବେଳେ ପ୍ରଥମେ ଗରମ କଡ଼େଇ କିମ୍ବା ହାଣ୍ଡିରେ ପ୍ରଥମେ କିଛି କ୍ଷୀର ଛିଟା ମାରିବା ଉଚିତ, ଏହାଦ୍ୱାରା ରୋଗ ବୈରାଗ୍ୟ ଭଲ ହୋଇଥାଏ। ନମ୍ବର 18, ଘରେ ଧଳା ରଙ୍ଗର ଗଣେଶ ମୂର୍ତ୍ତି କିମ୍ବା ଚିତ୍ର ରଖିଲେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ ଏବଂ ଘର ଲୋକଙ୍କ ମଧ୍ୟରେ କଳହ ଦୂର ହୋଇଥାଏ। ନମ୍ବର 19, ଯଦି ରୋଷେଇ ଘର କଳା ପଡ଼ିଯାଇଥାଏ କିମ୍ବା ରୋଷେଇ ଘର କାନ୍ଥ ଫାଟି ଯାଇଥାଏ, ତେବେ ତୁରନ୍ତ ଠିକ୍ କରିଦେବା ଉଚିତ, କାରଣ ଏହା ଅଶାନ୍ତି ବୃଦ୍ଧି କରିଥାଏ। ନମ୍ବର 20, ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ କେବେ କ୍ଷୀର, ଦହି, ପିଆଜ ମାଗିଲେ ବି ଦେବା ଉଚିତ ନୁହେଁ,
କାରଣ ଏହା ଅଶୁଭ ହୋଇଥାଏ। ଫ୍ରେଣ୍ଡସ୍, ଯଦି ଭିଡ଼ିଓଟି ଭଲ ଲାଗିଥିବ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ତଳେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦେବେ, ଯେପରିକି ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚି ପାରିବ। ରହିଲି, ଜୟ ଜଗନ୍ନାଥ।